ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ବିଜୁ ଜନତା ଦଳ ମଧ୍ୟରେ ଅନେକ ଛକାପଞ୍ଝା ପରେ ବାଜି ମାରିଲେ ନାରୀ ନେତ୍ରୀ ସୁବାସିନୀ ଜେନା। ଦୀର୍ଘ ଦିନର କଳ୍ପଜଳ୍ପନାର ଅନ୍ତ ଘଟାଇ ବସ୍ତା ଆସନରୁ ବିଜୁ ଜନତା ଦଳରୁ ଟିକେଟ୍ ହାତେଇବା ପରେ ଲମ୍ବିଛି ଶୁଭେଚ୍ଛାର ସୁଅ। ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଭାବେ ସୁବାସିନୀ ଜେନାଙ୍କ ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ହେବା ପରେ ବିଜୁ ଜନତା ଦଳ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦଳୀୟ କର୍ମୀଙ୍କ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଆଜି ଦ୍ୱିପହରେ ସେ ଭୁବନେଶ୍ୱରରୁ ଆସି ନଳବାହାର ଛକରେ ପହଞ୍ଚିବା ପରେ ସାଧାରଣ କର୍ମୀ ଓ ନେତୃମଣ୍ଡଳୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା। ନଳବାହାର ଛକଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ମଥାନୀ ବାହାରଦା ଛକ ପରେ ଗାନ୍ଧୀ ଛକଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳା ଦେଇଥିଲେ। ସେଠାରୁ ବାଇକ୍ ରାଲିରେ ଆସିବା ପରେ କୁଡ଼ିଆ ଦରଳା ମୁକୁଳୁସିଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ବସ୍ତାର ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ବାସଭବନରେ ମୁକୁଳିସକୁ ଯାଇ ଅସୁସ୍ଥ ସ୍ତ୍ରୀ ସାହୁଙ୍କଠାରୁ ଆଶୀର୍ବାଦ ନେବା ପରେ ଶ୍ରୀମତୀ ଜେନା ଲଙ୍ଗଳେଶ୍ୱର ସ୍ଥିତ ବାସଭବନକୁ ଯାଇଥିଲେ। ବସ୍ତାରୁ ଶିରିଷ ଚନ୍ଦ୍ର ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।